ମୁଁ କାହିଁକି ଏଠି ମାଟି ଆଣିକି ରାସ୍ତାରେ ପକଉଛି କହୁଛି ଶୁଣ। ତ ସାଙ୍ଗମାନେ ଆପଣମାନେ ମୋ ପୂର୍ବ ଭିଡିଓରେ ଦେଖିଥିବେ ଭାଙ୍ଗି ଯାଇଥିବା ଏଇ ହୋମ୍ ପାଇପଟି ଆମେ ସମସ୍ତେ ମିଶି କେମିତି ବୁଲେଇଥିଲୁ। ତ ଫ୍ରେଣ୍ଡସ୍ ମୁଁ ଆଉ ମୋ ୱାଇଫ ଆଜି ଆମ ଘରୁ ଆମେ ରହୁଥିବା ରୁମକୁ ରିଟର୍ନ କରିବାର ଥିଲା। ସକାଳୁ ମୁଁ ଉଠି ଆମ ଘର ଆଗରେ ବନା ଯାଇଥିବା ଏଇ ନୂଆ ରାସ୍ତାର ଗୋଟେ ଭିଡିଓ ବନଉଥିଲି। ବର୍ଷା ଦିନରେ ଏତିକି ରାସ୍ତା ବହୁତ କାଦୁଅ ହୁଏ। ରାସ୍ତା ହୋଇଯାଇଥିବାରୁ ବହୁତ ଖୁସି ଲାଗୁଥିଲା। ଆଉ 50 ଫୁଟ ରାସ୍ତା ବାକି ରହିଗଲା। ଲାଗୁଛି ଇଲେକ୍ସନ ପୂର୍ବରୁ ହେଇଯିବ। ଭିଡିଓ ବନେଇ ସାରି ମୁଁ ଚାଲିଲି ହୋମ୍ ପାଇପ୍ ପାଖକୁ। ଏଠି ଏ ହୋମ୍ ପାଇପ୍ ଉପରେ ମାଟି ଦୁଇଟି ପକେଇବାର ଥିଲା, କିନ୍ତୁ ନ୍ୟୁ ଇୟର ଥିଲା ତ ସେଥିପାଇଁ ମାଟି ପକଉଥିବା ଟ୍ରାକ୍ଟର ଭାଇ ମାନେ ଏବେ ମାଟି ପକେଇ ପାରିବେନି ବୋଲି ମନା କଲେ। ପରେ ପକେଇବେ ବୋଲି କହିଲେ। ଯେହେତୁ ମୁଁ ଆଜି ପଳେଇ ଯିବି ତେଣୁ ମୁଁ ଭାବିଲି ହୋମ୍ ପାଇପ୍ ସାଇଡରେ ଥିବା ମାଟିକୁ ହାଣି ହୋମ୍ ପାଇପ୍ ଉପରେ ପକେଇଦେବି। କାହିଁକି ନା ଦୁଇଟା ହୋମ୍ ପାଇପ୍ ଜଏଣ୍ଟରେ ଆମେ ଜରି ଦେଇ ତା ଉପରେ ମାଟି ପକେଇଥିଲୁ। ଆଉ ସେ ଜରିଟା ଟିକେ ସାଇଡରୁ ଦେଖା ଯାଉଥିଲା। ମୁଁ ଭାବିଲି କି କେ ଛୁଆ ଯଦି ଜରିଟିକୁ ଟାଣିକି କାଢିଦେବ ତ ହୋମ୍ ପାଇପ୍ ଭିତରେ ମାଟି ପଶିଯିବ। ତେଣୁ ସେ ସାଇଡରେ ଦେଖାଯାଉଥିବା ଜରିଟିକୁ ମୁଁ ମାଟି ପକେଇ ଲୁଚେଇ ଦେଲି। ତ ଫ୍ରେଣ୍ଡସ୍ ମୁଁ ଠିକ କଲି କି ଭୁଲ କଲି ମତେ କମେଣ୍ଟ କରି କହିବେ। ତ ମୁଁ ମାଟି ପକଉଥିଲା ବେଳେ ଏପଟେ ଆମର ଦିଟା ହିରୋ ଆସି ମତେ ଟିକେ ହେଲ୍ପ କରୁଥିଲେ। ସାଙ୍ଗମାନେ ଆଜିର ଭିଡିଓଟି ଏତିକି ଥିଲା। ରହିଲି, ଦେଖା ହବ ନେକ୍ସଟ ଭିଡିଓରେ। ବାଏ ବାଏ।